ମାୟା ବନ୍ଧୁକ ଧରି କହିବେ, ଏଇ ନେ ଧର ବନ୍ଧୁକ। ସବୁଦିନ ଏମିତି ମରି ମରି ବଞ୍ଚିବା ଅପେକ୍ଷା ଆଜି ଗୋଟାଏ ଦିନରେ ଆମ ସମସ୍ତଙ୍କୁ ଏଇଠି ମାରିଦେ। ଅନ୍ତତଃ ତୋ ପାଖରୁ ମୁକ୍ତି ତ ମିଳିଯିବ। ଖାସ୍ ଏଇ କଥା ମୋ ପୁଅ ସାଙ୍ଗରେ ଦେଖା ହେଇ ସାରିଲା ପରେ ମୁଁ ତତେ କହିଥାନ୍ତି। ଆଉ ସେଇଥିପାଇଁ ସାଙ୍ଗରେ ବନ୍ଧୁକ ନେଇକି ଆସିଥିଲି। କିନ୍ତୁ ଭଲ ହେଲା ତୁ ମୋ ସାଙ୍ଗରେ ଏଇଠି ଦେଖା ହେଇଗଲୁ। ପୁଣି କହିବେ, ନେ ଧର ଏ ବନ୍ଧୁକ, ଧର, ମାରିଦେ, ମାରିଦେ ଆମ ସମସ୍ତଙ୍କୁ, ନେ। ତାପରେ ଆନନ୍ଦ କହିବେ, ମାୟା ପ୍ଲିଜ୍ ଏସବୁ ବେକାର କଥା ବନ୍ଦ କର। ଆରେ ତୁମେ କ'ଣ କହୁଛ, କ'ଣ କରିବାକୁ ଯାଉଛ ବୁଝିପାରୁଛ ତ? ତାପରେ ମାୟା କହିବେ, ହଁ ବୁଝୁଛି। ଆଉ ଯାହା କହୁଛି ଠିକ୍ କହୁଛି। ଯୋଉ ଦିନଠୁ ଏ ଝିଅ ଘରକୁ ଆସିଲାଣି ସେ ଦିନଠୁ ଏ ଘରେ ଗୋଟେ ଦିନ ବି ଶାନ୍ତିରେ କଟିନି। ଏମିତି ବି ଗୋଟେ ଦିନ ନାହିଁ ଯୋଉ ଦିନ ଏ ଘରେ ଅଶାନ୍ତି, ଝଗଡ଼ା, ପ୍ରହସନ ନ ହେଇଛି। ଆରେ ଏ ଘରେ ଶାନ୍ତି, ଶୃଙ୍ଖଳା, ଆଇନ କାନୁନ ସବୁ କିଛି ବର୍ବାଦ ହେଇ ଗଲାଣି ଆନନ୍ଦ। ସବୁଦିନ କଲି ଝଗଡ଼ା, ମତାନ୍ତର ଭିତରେ ସଢ଼ି ସଢ଼ି ମରିବା ଅପେକ୍ଷା ଗୋଟାଏ ଦିନ ଆମେ ସମସ୍ତଙ୍କୁ ମାରିଦେ। ଅନ୍ତତଃ ୟାକୁ ଟିକେ ଶାନ୍ତି ମିଳିଯିବ। ନେ ଧରେ ବନ୍ଧୁକ, ମାରିଦେ ଆମ ସମସ୍ତଙ୍କୁ, ନେ। କହି ପଲ୍ଲବୀଙ୍କ ହାତରେ ବନ୍ଧୁକ ଧରେଇ ଦେବେ। ତାପରେ ପଲ୍ଲବୀ ହାତକୁ ଛଡ଼େଇ ଆଣିବେ। ତାପରେ ମାୟା କହିବେ, କ'ଣ ହେଲା, ଧରୁନୁ କାହିଁକି, ମାରୁନୁ କାହିଁକି ଆମ ସମସ୍ତଙ୍କୁ? କେତେ କନ୍ଦେଇବୁ ଆହୁରି? ଏମିତିରେ ବି ଆଦର୍ଶ ମର୍ଡର କେସ୍ରେ ଆରେଷ୍ଟ ହେଇ ଗଲାଣି ଯେତେବେଳେ ମୁଁ ବଞ୍ଚିକି ଆଉ କରିବି କ'ଣ? ଆଗେ ମତେ ମାର, ତାପରେ ସମସ୍ତଙ୍କୁ ମାରିବୁ। ତାପରେ ତତେ ଏ ଘରେ ବିରୋଧ କରିବା ପାଇଁ କେହି ନଥିବେ। ନେ ମାର। ତାପରେ ବିନୋଦ କହିବେ, ଭାଉଜ ପ୍ଲିଜ୍, ଆଦର୍ଶ ଉପରେ ମର୍ଡର କେସ୍ ଆରୋପ ଲାଗିଛି, କିନ୍ତୁ ଏଥିରେ ପଲ୍ଲବୀର ଦୋଷ କ'ଣ? ତାପରେ ରୁବି କହିବେ, ଆରେ ସିଏ ହିଁ ତ ସବୁ ନାଟକର ଗୋବର୍ଦ୍ଧନ ବିନୋଦ। ତାରି ପାଇଁ ତ ଏତେ ପାଲା ହଉଛି। ମାୟା, ଆଦର୍ଶ, ମୁଁ ତାକୁ ବାର ବାର କହୁଛୁ, ତୋ ବାପାକୁ ଯିଏ ମାରିଲା ତା ପଛରେ ପଡ଼ନି। ଚାକିରି ଛାଡ଼ି ଶାନ୍ତିରେ ଘରେ ସଂସାର କର। କିନ୍ତୁ ଇଏ ବାଦାମ ବାଡ଼ିରେ ବୁଲା ଷଣ୍ଢ ବୋଲି କାହାରି କଥା ମାନିଲାନି। ଏବେ ଦେଖିଲ ତ କ'ଣ ହେଲା ଅବସ୍ଥା। ନାଗୁଣୀ ତା ନିଜ ଛୁଆକୁ ନିଜେ ଖାଇଲା ଭଳିଆ ଇଏ କାହାରି କିଛି ବି କରିପାରୁନି। ଯିଏ ୟାକୁ ସବୁଠୁ ବେଶୀ ସପୋର୍ଟ କରୁଥିଲା ତାକୁ ହିଁ ଚୋଟ ମାରିଲା ଇଏ। ଗୋଟେ ଥର ଆଦର୍ଶକୁ ଆରେଷ୍ଟ କରି ୟା ମନ ଶାନ୍ତି ହେଲାନି ଯେ ପୁଣି ଥରେ ଆଦର୍ଶକୁ ଆରେଷ୍ଟ କଲା ଇଏ। ସିଏ ବି ପୁଣି ମର୍ଡର କେସ୍ରେ, ଯୋଉଥିରୁ ମଣିଷ ସହଜରେ ମୁକୁଲି ପାରିବନି। ଆଉ ତମେ କହୁଛ ୟାର କିଛି ଦୋଷ ନାହିଁ। ଯଦି ପଲ୍ଲବୀ ତା ବାପାକୁ କିଏ ମାରିଛି ସେ କଥା ଜାଣିବା ପାଇଁ ରାତି ଅଧରେ ସେ ଜଙ୍ଗଲ ଭିତରକୁ ଯାଇନଥାନ୍ତା, ତାହେଲେ ଆଦର୍ଶ ତାକୁ ବଞ୍ଚେଇବା ପାଇଁ ସେ ଜଙ୍ଗଲ ଭିତରକୁ ସେ କେବେ ବି ଯାଇନଥାନ୍ତା, କି ଏତେ ସବୁ ପ୍ରହସନ ହେଇନଥାନ୍ତା। ଆରେ କିଏ ଦୋଷୀ ସେ କଥା ଜଣ ଜଣ କରି ସମସ୍ତଙ୍କୁ ଦେଖାଯାଉଛି ବିନୋଦ। କିନ୍ତୁ ଦୁଃଖର କଥା ତମେ ହିଁ ମାନିବାକୁ ରାଜି ନୁହଁ। ତାପରେ ଗୌରବ କହିବେ, ଆଚ୍ଛା ତାହେଲେ ଏତେ ସବୁ କଥା ଆପଣ ଏତେ ଡିଟେଲ୍ସରେ କେମିତି କହିପାରୁଛନ୍ତି ରୁବି ଆଣ୍ଟି? ଆପଣଙ୍କୁ ତ ଏ ବିଷୟରେ କେହି କିଛି ବି କହିନାହାନ୍ତି। ତାପରେ ନୀଲମ କହିବେ, ଗୌରବ ଭାଇ, ଆମେ କ'ଣ ଗାଉଁଲି, ଅଶିକ୍ଷିତ ଆଉ ମୂର୍ଖ ହେଇଛୁ? ଆଦର୍ଶ କାହିଁକି ଆରେଷ୍ଟ ହେଇଛି, କେମିତି ଆରେଷ୍ଟ ହେଇଛି, କ'ଣ ପାଇଁ ଆରେଷ୍ଟ ହେଇଛି, ଆଉ କାହା ଯୋଗୁଁ ଆରେଷ୍ଟ ହେଇଛି, ଏ କଥା ଘଣ୍ଟାଏ ହେଲାଣି ନ୍ୟୁଜ୍ ଚ୍ୟାନେଲରେ ଡିବି ଡିବି ହେଇ ବାଜିଲାଣି। ଆଉ ତୁ କହୁଛୁ ମାମା ଖାଲି ଏ କଥା ଜାଣିଛନ୍ତି? ଏ ପର୍ଯ୍ୟନ୍ତ ଏ କଥା ସମସ୍ତେ ଜାଣି ସାରିଲେଣି। ଏ ସବୁ କଥା ଖାଲି ମୋ ମାମା ନୁହନ୍ତି, ସାରା ଦୁନିଆ ଜାଣି ସାରିଲାଣି। ତାପରେ ଗୌରବ କହିବେ, ହଁ କିନ୍ତୁ ରୁବି ଆଣ୍ଟି ଯୋଉ ଭଳି ଡିଟେଲ୍ସରେ ଏକ୍ସପ୍ଲେନ୍ କରି କହିଲେ ସେଭଳି ଡିଟେଲ୍ସରେ ତ ନ୍ୟୁଜ୍ ଚ୍ୟାନେଲ ବାଲେ ବି କହିପାରିବେନି। ଏଭଳି ଡିଟେଲ୍ସ ତ କେବଳ ଯାହାର ମର୍ଡର ହେଇଛି ସିଏ କହିପାରିବ, ନହେଲେ ଅପରାଧୀ ନିଜେ। ତାପରେ ରୁବି ମୁଣ୍ଡକୁ ତଳ କରିଦେବେ। ତ ଦର୍ଶକ ବନ୍ଧୁ, ଶମ୍ଭୁର ମର୍ଡର ହେବା ପଛରେ ରୁବିଙ୍କ ବି ହାତ ଅଛି କି? ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।